ଦେଖନ୍ତୁ ଘୋର ଜଳ ପାଣି ଭିତରେ ବୁଡ଼ି ରହିଛି ତିର୍ତ୍ତୋଲ। ଦେଖନ୍ତୁ କୋଉଭଳି ଭାବେ ପାଣି କୂଳକୁ ଲାଗିଛି ଏବଂ ନଦୀର ପୋଲର ଚିତ୍ର ଆମେ ଆପଣମାନଙ୍କୁ ଦେଖାଉଛୁ ଯେ ମହାନଦୀର ପୋଲ ଯେଉଁଟା ରହିଛି ତାହା ଆଉ ଅଳ୍ପ ରହିଛି ବୁଡ଼ିବା ପାଇଁ। ହାରାହାରି ଆଉ 5 ଫୁଟ ଉଚ୍ଚ କି 10 ଫୁଟ ଉଚ୍ଚ ପାଣି ଆସିଲେ ପୋଲଟି ସମ୍ପୂର୍ଣ୍ଣ ଭାବେ ପାଣି ଭିତରେ ବୁଡ଼ିଯିବ ଏବଂ ସ୍ଥାନୀୟ ବାସିନ୍ଦା ବହୁତ ହଇରାଣ ହେବେ। ଦେଖନ୍ତୁ ମହାନଦୀର ଜଳ କିଭଳି ଭାବେ ପ୍ରଭାବିତ କରିଛି ଲୋକମାନଙ୍କୁ। କେଡ଼େ କେଡ଼େ ଗଛ ସମ୍ପୂର୍ଣ୍ଣ ଭାବରେ ବୁଡ଼ି ଯାଇଛି ପାଣି, ସୁଅ ଛୁଟୁଛି ପାଣି ଭିତରେ। ଦେଖିପାରୁଥିବେ ଅକାତ ଅକାତ ପାଣି। ଏଠି ଗୋଟେ ଗଛ ବି ବର୍ଷା ଏବଂ ପାଣି ଯୋଗୁଁ ଭୁଷୁଡ଼ି ଯାଇଛି। ବହୁ ପୁରାତନ ଗଛଟି, କିନ୍ତୁ ଲଗାଣ ବର୍ଷା ଏବଂ ବନ୍ୟା ଜଳ ଯୋଗୁଁ ପାଣିଟି ଗଛଟିକୁ ଭୁଷୁଡ଼େଇ ଦେଇଛି। ଦେଖନ୍ତୁ ରାଇସ୍ ମିଲ୍ଟି ସମ୍ପୂର୍ଣ୍ଣ ଭାବେ ବର୍ତ୍ତମାନ ବନ୍ଦ ରହିଛି। ଆଗରେ ପ୍ରଶାସନ ପୋଲିସ ବନ୍ଧୁମାନେ ବାଟଟିକୁ ଅବରୋଧ କରିଛନ୍ତି, କାରଣ ଲୋକ ଗଲେ ହଇରାଣ ହେବେ, ସେଥିପାଇଁ ବାଟଟିକୁ ବନ୍ଦ କରାଯାଇଛି ପ୍ରଶାସନ ପକ୍ଷରୁ। ଆମ୍ବୁଲାନ୍ସରେ ରୋଗୀମାନଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଉଛି ଯେଉଁମାନେ ବନ୍ୟାରେ ପ୍ରଭାବିତ ହେଇଛନ୍ତି। ଦେଖିପାରୁଥିବେ ମହାନଦୀରେ ବଡ଼ ବନ୍ୟା, ମହାନଦୀ ସେତୁ ଏଥିରେ ବଡ଼ ବନ୍ୟା। ଦେଖିପାରୁଥିବେ କୋଉଭଳି ଭାବେ ବନ୍ୟା ତାର ତାଣ୍ଡବ ରଚିଛି ମହାନଦୀରେ। ଦେଖନ୍ତୁ ନଦୀ ହେଉଛି ଏତିକି, ନଦୀର ସୀମା ଯେତିକି ରହିଛି ସେ ତାର କୂଳର ସୀମାକୁ ଲଙ୍ଘି ବହୁ ଦୂରକୁ ଚାଲି ଯାଇଛି ନଦୀ ଏବଂ ସ୍ଥାନୀୟ ବାସିନ୍ଦାକୁ ହଇରାଣରେ ପକାଇଛି। ଦେଖିପାରୁଥିବେ ଆମେ ଚିତ୍ର ଦେଖାଉଛୁ ତିର୍ତ୍ତୋଲ ବ୍ଲକର, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ଉପରଗଦେଇପୁର ଅରିଲୋକୁ ବାଟ।